ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ପ୍ରାୟ ବହୁତ ଭଲରେ ଥିବେ। ଦେଖନ୍ତୁ, ବର୍ତ୍ତମାନ ST SC ଡେଭଲପମେଣ୍ଟ ସ୍କୁଲରେ ବର୍ତ୍ତମାନ ଟିଚର ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ଆସିଛି, ଯାହାକି SSD ଟିଚର ରହୁଛି। ତ ବର୍ତ୍ତମାନ ଗଜପତି ଡିଷ୍ଟ୍ରିକ୍ଟରେ ଯାହାକି SSD ଟିଚର ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ଆସିଛି। ଏଥିରେ ଆପଣଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ, କେବଳ ଆପଣଙ୍କୁ ଇଣ୍ଟରଭ୍ୟୁ ଦ୍ୱାରା ସିଲେକ୍ସନ୍ କରାଯିବ। ବିଭିନ୍ନ ପ୍ରକାର ଟିଚର ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ରହିଛି। ତେବେ ଚାଲନ୍ତୁ ଦେଖିବା ଏହି ଭ୍ୟାକେନ୍ସିର ଡିଟେଲ୍ସ ଆମେ ଜାଣିନେବା। ତ ତା ପୂର୍ବରୁ କହି ରଖୁଛି, ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ଯେମିତିକି ଦେଖନ୍ତୁ, ଏହି ନୋଟିଫିକେସନ୍ଟି କଲେକ୍ଟରେଟ୍ ଗଜପତି ଡିଷ୍ଟ୍ରିକ୍ଟଟି ରହୁଛି ପାରଳାଖେମୁଣ୍ଡି। ତ ବର୍ତ୍ତମାନ ST SC ଡେଭଲପମେଣ୍ଟ ସ୍କୁଲରେ ବର୍ତ୍ତମାନ ନିଯୁକ୍ତି ଆସିଛି, ଯାହାକି ଶିକ୍ଷକ ପାଇଁ। ତ ଚାଲନ୍ତୁ ଦେଖିବା ଭ୍ୟାକେନ୍ସି ଡିଟେଲ୍ ସମ୍ପର୍କରେ। ତ ଦେଖନ୍ତୁ, TGT ହିନ୍ଦୀ ଟିଚର ପାଇଁ 2ଟି ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ସ୍କୁଲର ନାମଟି ରହୁଛି SSD, ଯାହାକି ଗାର୍ଲସ ହାଇ ସ୍କୁଲ ଚନ୍ଦ୍ରଗିରି। ସଂସ୍କୃତ ଟିଚର ପାଇଁ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହିଛି। ସ୍କୁଲର ନାଁଟି ରହୁଛି TP ସିଂ। ଏହାପରେ ଦେଖନ୍ତୁ, PET ଟିଚର ପାଇଁ 3ଟି ପୋଷ୍ଟ ଭ୍ୟାକେନ୍ସି ରହିଛି। ଦେଖନ୍ତୁ, ସ୍କୁଲର ନାଁଟି ରହୁଛି ଦେଓଘରିଆ। ଏହାପରେ ଦେଖନ୍ତୁ, ବୋଟାନି ଟିଚର ପାଇଁ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ସ୍କୁଲର ନାଁଟି ରହୁଛି ହାୟର ସେକେଣ୍ଡାରୀ ସ୍କୁଲ ରାମଗିରି। ତ ହାୟର ସେକେଣ୍ଡାରୀ ସ୍କୁଲରେ ବର୍ତ୍ତମାନ ନିଯୁକ୍ତି ଆସିଛି। ଏହାପରେ ଦେଖନ୍ତୁ, ଆବେଦନ ତାରିଖ ସମ୍ପର୍କରେ। ଦେଖନ୍ତୁ, ଆବେଦନ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି। ଆବେଦନ ଲାଷ୍ଟ ଡେଟ୍ଟି ରହୁଛି 20/12/2024। ଆବେଦନ ଲାଷ୍ଟ ଡେଟ୍ଟି ରହୁଛି। ତ ମନେ ରହିଲା। ତ ଆପଣ ଯଦି ଏ ଜବ୍ରେ ଇଚ୍ଛୁକ ତାହେଲେ ଆପ୍ଲାଏ କରନ୍ତୁ। ଆପ୍ଲାଏ ମୋଡ଼ଟି ରହିବ ଅଫଲାଇନ୍ ପ୍ରୋସେସ୍ରେ ଆପ୍ଲାଏ କରିବାକୁ ପଡ଼ିବ। ଦେଖନ୍ତୁ, ଲାଷ୍ଟ ଡେଟ୍ଟି ରହୁଛି 20/12/2024। ଏହାପରେ ନେକ୍ସଟ ଦେଖନ୍ତୁ, କ୍ୱାଲିଫିକେସନ୍ ସମ୍ପର୍କରେ। କ୍ୱାଲିଫିକେସନ୍ଟି ରହୁଛି TGT ହିନ୍ଦୀ ଟିଚର। ଦେଖନ୍ତୁ, କ୍ୱାଲିଫିକେସନ୍ଟି ଆପଣଙ୍କର, ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି ଏବଂ ତା ସହିତ ଆପଣ BEd କରିଛନ୍ତି ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପଣ ଆପ୍ଲାଏ କରିପାରିବେ। ସବୁଥିରେ ଦେଖନ୍ତୁ ଗ୍ରାଜୁଏସନ୍ ରହୁଛି। ଏବଂ PGT ବୋଟାନି ଟିଚର ପାଇଁ ଦେଖନ୍ତୁ PG ରହୁଛି, ଯାହାକି ପୋଷ୍ଟ ଗ୍ରାଜୁଏସନ୍। ଏବଂ ତା ସହିତ ଆପଣ ଯଦି BEd କରିଛନ୍ତି ତାହେଲେ PGT ବୋଟାନି ଟିଚର ଆପଣ ଆପ୍ଲାଏ କରିପାରିବେ। ତ ଆପଣ ଯଦି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଏମିତି ଗୋଟେ ଆପ୍ଲିକେସନ୍ ଫର୍ମ ଆପଣଙ୍କୁ ଡାଉନଲୋଡ଼ କରିବାକୁ ପଡ଼ିବ। ତ ଏଇ ଆପ୍ଲିକେସନ୍ ଫର୍ମଟି ମୁଁ ଭିଡ଼ିଓର ଡିସ୍କ୍ରିପ୍ସନରେ ଏହାର ଲିଙ୍କଟି ପ୍ରୋଭାଇଡ଼ କରିଦେବି। ସେଠୁ ଯାଇ ଆପଣ ଡାଉନଲୋଡ଼ କରିନେବେ। ଡାଉନଲୋଡ଼ କରିସାରିଲା ପରେ ଆପଣଙ୍କୁ ସଠିକ୍ ଭାବରେ ଆପଣ ଫିଲ୍ଅପ୍ କରି ଆପଣ ବାଇ ହ୍ୟାଣ୍ଡ ଦ୍ୱାରା ବି ଆପଣ ନିଜେ ଆପ୍ଲାଏ କରିପାରିବେ।